ବନ୍ଧୁଗଣ, ମୁଁ ଆପଣଙ୍କୁ ସ୍ୱାଗତ କରୁଛି ବ୍ରଜେନ୍ଦ୍ର ସାର୍ ୟୁଟ୍ୟୁବ୍ ଚ୍ୟାନେଲରେ। ବନ୍ଧୁଗଣ, ଆପଣ ଯଦି ଏହି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଆଗକୁ ଆସୁଥିବା ସମସ୍ତ ସରକାରୀ ଏବଂ ବେସରକାରୀ ନିଯୁକ୍ତିର ବିଜ୍ଞପ୍ତି କିମ୍ବା ସୂଚନା ପ୍ରଥମେ ପାଇବା ପାଇଁ। ବନ୍ଧୁଗଣ, ଆପଣଙ୍କ ସମର୍ଥନ ହିଁ ମୋତେ ଏମିତି ଆଗକୁ ଭିଡ଼ିଓ ବନେଇବାର ପ୍ରେରଣା ମିଳିବ। ବନ୍ଧୁଗଣ, ଆଜି ମୁଁ ଆପଣଙ୍କୁ ଏହି ଭିଡ଼ିଓରେ ବଲାଙ୍ଗୀର ଜିଲ୍ଲା, ତାପରେ ଆପଣଙ୍କର ରହିଲା ସୁନ୍ଦରଗଡ଼ ଜିଲ୍ଲା, ତାର ଆପଣଙ୍କର ରହିଲା କେନ୍ଦୁଝର ଜିଲ୍ଲାର କିଛି ଭ୍ୟାକେନ୍ସି ବିଷୟରେ, ଯେଉଁ ଏବେ ଭ୍ୟାକେନ୍ସି ଆସିଛି ତା ବିଷୟରେ ମୁଁ ଆପଣଙ୍କୁ ଏହି ଭିଡ଼ିଓରେ କହିବାକୁ ଚାହୁଁଛି। ତାହା ଚାଲନ୍ତୁ ବନ୍ଧୁଗଣ ଦେଖିବା, ପ୍ରଥମେ ବଲାଙ୍ଗୀର ଜିଲ୍ଲା ତରଫରୁ କ'ଣ ଆସିଛି ଭ୍ୟାକେନ୍ସି। ଚାଲନ୍ତୁ, ଏଇଠି ଦେଖିପାରୁଥିବେ ବନ୍ଧୁଗଣ, ଏଇଠି ଦେଖିପାରୁଥିବେ ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ, ହଳଦୀ ହାୟର ସେକେଣ୍ଡାରୀ ସ୍କୁଲ ହଳଦୀ। ଆଉ ଏଇଠି ତାଙ୍କର ଇମେଲ୍ ଆଇ ଡି ରହିଛି, ଏଇଠି ତାଙ୍କର ଯୋଗାଯୋଗ କରିବାର ସଂଖ୍ୟା ରହିଛି। ଏଇଠି ଦେଖିପାରୁଥିବେ 9/9/2025ରେ ଭ୍ୟାକେନ୍ସିଟି ଆସିଛି। ଏଇଟା ଭ୍ୟାକେନ୍ସିଟା ବନ୍ଧୁଗଣ ରହିଲା ଆପଣଙ୍କର ପିଜିଟି ପୋଷ୍ଟ ଟେମ୍ପୋରାରୀ ଏବଂ କଣ୍ଟ୍ରାକ୍ଚୁଆଲ ପାଇଁ 2025-26 ସେସନ୍ ପାଇଁ। କାରଣ ବନ୍ଧୁଗଣ, ଆପଣ କୌଣସି ଜବ୍ ପାଇଁ, କୌଣସି ଚାକିରି ପାଇଁ, ଯଦି ଟିଚିଂ ଲାଇନ୍ ଚାକିରି ପାଇଁ ଆପଣ ଯଦି ପ୍ରସ୍ତୁତି କରୁଛନ୍ତି ତାହେଲେ ବି ଆପଣ ଆବେଦନ କରିପାରିବେ। ଆପଣଙ୍କର ଅନୁଭବ, ଅଭିଜ୍ଞତା ବଢ଼ିବ, ସହିତ ଆପଣ ପ୍ରସ୍ତୁତି ବି କରୁଥିବେ ଆପଣଙ୍କର ଆଗକୁ ଆସୁଥିବେ ପିଜିଟି ଆଉ ଟିଜିଟି ଭ୍ୟାକେନ୍ସି। ଚାଲନ୍ତୁ ଦେଖିବା କ'ଣ ରହିଛି ଭ୍ୟାକେନ୍ସି। ଏଇଠି ଦେଖିପାରୁଥିବେ ରହିଛି କେଉଁ ସବଜେକ୍ଟ ପାଇଁ। ଏଇଠି ଦେଖିପାରୁଥିବେ, ମୁଁ ଆପଣଙ୍କୁ ଦେଖାଇ ଦେଉଛି ଟିକେ। ଏଇଠି ଦେଖିପାରୁଥିବେ ଇଂଲିଶ, ଆପଣଙ୍କର ଏଇଠି ରହିଛି ଆପଣଙ୍କର ଇଂଲିଶ, ପିଜିଟି ଓଡ଼ିଆ, ପିଜିଟି ପଲିଟିକାଲ ସାଇନ୍ସ, ପିଜିଟି ହିଷ୍ଟ୍ରି, ପିଜିଟି ଇକୋନୋମିକ୍ସ, ପିଜିଟି ଅପସନାଲ ଓଡ଼ିଆ, ଏହିସବୁ ସବଜେକ୍ଟ ପାଇଁ ରହିଛି। ବନ୍ଧୁ, ଏହି ସବଜେକ୍ଟରେ ଆପଣ ଯଦି ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି, ଆଉ ଆପଣ ଯଦି ପୋଷ୍ଟ ଗ୍ରାଜୁଏସନରେ 50% ମାର୍କ ଆଣିଛନ୍ତି ତାହେଲେ ଆପଣ ଆବେଦନ କରିପାରିବେ। କେଉଁମାନେ ଏହାକୁ ଆବେଦନ କରିପାରିବେ? ଏଇଠି ଦେଖିପାରୁଥିବେ ରିଟାୟାର୍ଡ଼ ଗଭର୍ଣ୍ଣମେଣ୍ଟ, ଏଇଠି ଦେଖିପାରୁଥିବେ, ମୁଁ ଆପଣଙ୍କୁ ଦେଖାଇ ଦେଉଛି। ରିଟାୟାର୍ଡ଼ ଗଭର୍ଣ୍ଣମେଣ୍ଟ, ନନ୍ ଗଭର୍ଣ୍ଣମେଣ୍ଟ ଏଡେଡ୍ ଟିଚର୍ସ ବିଲୋ 65 ବର୍ଷରୁ କମ୍ ଥିଲେ ଆବେଦନ କରିପାରିବେ। ଆପଣମାନେ ଯଦି ଫ୍ରେଶ୍ କ୍ୟାଣ୍ଡିଡେଟ୍ ଅଛନ୍ତି, କୌଣସି ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟରେ ଟେମ୍ପୋରାରୀ ଭାବରେ କେବେ କାମ କରିନାହାନ୍ତି, ତାହେଲେ ଆପଣ ଆବେଦନ କରିପାରିବେ। ଏଠି ଦେଖିପାରୁଥିବେ ଫ୍ରେଶ୍ କ୍ୟାଣ୍ଡିଡେଟ୍ ଆବେଦନ କରିପାରିବେ। ଆପଣ ଯଦି ପିଜିରେ ଏହି ସବଜେକ୍ଟରେ ଆପଣ 50% ମାର୍କ ରଖିଛନ୍ତି, ତା ସହିତ ଆପଣଙ୍କର ବିଇଡ଼ି ମଧ୍ୟ ରହିଛି। ଆଉ କେତେ ଦରମା ମିଳିବ ଚାଲନ୍ତୁ ମୁଁ ଆପଣଙ୍କୁ ଦେଖାଇ ଦେଉଛି। ଏଇଠି ଦେଖିପାରୁଥିବେ ବନ୍ଧୁଗଣ, ଆପଣମାନେ ଏଇଠି ଦେଖିପାରୁଥିବେ 400 ଟଙ୍କା ପର୍ କ୍ଲାସ୍ ପିଛା ଆପଣଙ୍କୁ ମିଳିବ। ଆପଣମାନେ ମାସକୁ 50ଟା କ୍ଲାସ୍ କରିପାରିବେ। ଆପଣମାନେ ମାସକୁ ଦରମା ଏଇଠି ଦେଖିପାରୁଥିବେ 20,000 ଟଙ୍କା ଆପଣ ଦରମା କମେଇ ପାରିବେ। ବନ୍ଧୁଗଣ, ଆପଣ ଯଦି କୌଣସି ବି ଟିଚିଂ ଚାକିରିର ପ୍ରସ୍ତୁତି କରୁଛନ୍ତି ତାହେଲେ ଆବେଦନ କରନ୍ତୁ। ଆଉ ବନ୍ଧୁଗଣ, ଚାଲନ୍ତୁ ଦେଖିବା କ'ଣ କ'ଣ ଆପଣଙ୍କର ସବୁ ଡକ୍ୟୁମେଣ୍ଟ ରହିବ। ଏଇ ବନ୍ଧୁଗଣ, ପିଓରଲି ଆପଣଙ୍କର ଚୟନ ପ୍ରକ୍ରିୟାଟି ଆପଣଙ୍କର ରହିବ ମାର୍କିଂ ବେସିସ୍ରେ। ଆଉ ଦେଖିପାରୁଥିବେ, ଏଠି ଦେଖିପାରୁଥିବେ ଆପଣଙ୍କର ବାୟୋଡାଟା ଗୋଟେ ଦରକାର, ଆପଣଙ୍କର ସବୁ ଜେରକ୍ସ କପି ସାର୍ଟିଫିକେଟ୍ର ହାଇସ୍କୁଲରୁ ଧରିକି ଆପଣଙ୍କର ପିଜି, ତାପରେ ଆପଣଙ୍କର ରହିଲା ବିଇଡ଼ି। ମୁଁ ଦେଖି ଦେଉଛି ଆପଣଙ୍କର କ'ଣ କ'ଣ ହାଇସ୍କୁଲ, ଆପଣଙ୍କର +2, +3, ପିଜି, ବିଇଡ଼ି, ଆଉ କମ୍ପ୍ୟୁଟର ସାର୍ଟିଫିକେଟ୍ କରିଛନ୍ତି ତ ଭଲ କଥା, ନହେଲେ କିଛି ଅସୁବିଧା ନାହିଁ। ଆଉ ଅଭିଜ୍ଞତା ନାହିଁ ତ ତାହେଲେ କିଛି ଅସୁବିଧା ନାହିଁ। ଆଉ ବନ୍ଧୁଗଣ, ଏଇଠି ଦେଖିପାରୁଥିବେ ଏହି ସବୁ ସାର୍ଟିଫିକେଟ୍ର ଜେରକ୍ସ, ଆଉ ଆପଣଙ୍କର ଦୁଇଟି ପାସପୋର୍ଟ ସାଇଜ୍ ଫଟୋ, ଆଉ ଏହିସବୁ ସାର୍ଟିଫିକେଟ୍ର ଜେରକ୍ସ କପି। ଆଉ ଏଠି ଦେଖିପାରୁଥିବେ 15/9/2025 ପୂର୍ବରୁ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ। ଅଫିସ୍ ଆପଣଙ୍କର କଲେଜ ଭିଜିଟ୍ କରିକି ଆବେଦନ କରିବାକୁ ପଡ଼ିବ। ଏଠି ଦେଖିପାରୁଥିବେ 15/9/2025 ମଣ୍ଡେ। ଆଉ ଏଠି ଦେଖିପାରୁଥିବେ ଏଇ ସବୁ ଡକ୍ୟୁମେଣ୍ଟ ସବମିଟ୍ କରିବାକୁ ପଡ଼ିବ। ଆପଣଙ୍କର ହାଇସ୍କୁଲରୁ ଧରିକି ପିଜି ପର୍ଯ୍ୟନ୍ତ ସବୁ, ବିଇଡ଼ି ପର୍ଯ୍ୟନ୍ତ ଆପଣଙ୍କର ସବୁ ସାର୍ଟିଫିକେଟ୍ ଜେରକ୍ସ, ଦୁଇଟି ପାସପୋର୍ଟ ସାଇଜ୍ ଫଟୋ। ଆଉ ଆପଣଙ୍କୁ ଅରିଜିନାଲ୍ ସାର୍ଟିଫିକେଟ୍ ନେବାକୁ ପଡ଼ିବ ଯେତେବେଳେ ଆପଣଙ୍କର ଡକ୍ୟୁମେଣ୍ଟ ଭେରିଫିକେସନ୍ ହେବ।
ଯେତେ ସବୁ ସାର୍ଟିଫିକେଟ୍ ଜେରକ୍ସ ଦେଇଥିବେ ତାର ଅରିଜିନାଲ୍ ସାର୍ଟିଫିକେଟ୍ ଦେଖିବାକୁ ପଡ଼ିବ। ଯଦି କିଛି ଅସୁବିଧା ହେଉଛି ବନ୍ଧୁଗଣ, ଏଇଠି ଏଇ ତାଙ୍କର ଯେଉଁ ଯୋଗାଯୋଗ ରହିଛି ସଂଖ୍ୟାଟି, ଏଇଠି ଆପଣ ସେଠି ଯୋଗାଯୋଗ କରିଦେବେ, କିମ୍ବା ଆପଣଙ୍କର ରହିଛି ଇମେଲ୍ ଆଇ ଡ଼ି, ସେଇଠି ବି ଯୋଗାଯୋଗ କରିଦେବେ। ଆଉ ୟାର PDF ପାଇବାକୁ ଚାହୁଁଛନ୍ତି, ଶେଷ ଭିଡ଼ିଓକୁ ସେ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ ଶେଷ ପର୍ଯ୍ୟନ୍ତ। ମୁଁ ଆପଣଙ୍କୁ ଶେଷରେ କହିଦେବି ୟାର PDF ଟି କୋଉଠି ପାଇବେ। ବନ୍ଧୁଗଣ ଏଇଠି ଆପଣମାନେ ଦେଖିପାରୁଥିବେ ଦ୍ୱିତୀୟ ଭ୍ୟାକେନ୍ସିଟି ଆପଣଙ୍କର ରହିଛି ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ ଗଭର୍ଣ୍ଣମେଣ୍ଟ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଆନନ୍ଦପୁର 8 ପୋଷ୍ଟ ରହିଛି ଆପଣଙ୍କର ଶାଳପଡ଼ା ଜିଲ୍ଲା ରହିଛି ଆପଣଙ୍କର କେନ୍ଦୁଝର ତରଫରୁ ଆପଣଙ୍କର ଏଇ ପଦବୀଟି ରହିଛି। ଏଠି ଦେଖିପାରୁଥିବେ ତାଙ୍କର ଫୋନ୍ ନମ୍ବର ରହିଛି, ଏଠି ତାଙ୍କର ଇମେଲ୍ ଆଇ ଡ଼ି, ତାଙ୍କର ୱେବସାଇଟ୍ ମଧ୍ୟ ରହିଛି। ବନ୍ଧୁଗଣ ଏଠି ଦେଖିପାରୁଥିବେ 8/9/2025 ଭ୍ୟାକେନ୍ସିଟି ବାହାରିଛି। ଏ ଭ୍ୟାକେନ୍ସିଟି ବନ୍ଧୁଗଣ ହେଉଛି ଆପଣଙ୍କୁ ଗେଷ୍ଟ ଇନଷ୍ଟ୍ରକ୍ଟରର GI ଇନ୍ ୱେଲ୍ଡରରେ ଏହି ଭ୍ୟାକେନ୍ସିଟି ବନ୍ଧୁଗଣ ବାହାରିଛି। ଚାଲନ୍ତୁ ଦେଖିବା କ'ଣ ରହିଛି ଭ୍ୟାକେନ୍ସି। ଏଇଠି ଦେଖିପାରୁଥିବେ ବନ୍ଧୁଗଣ ସବଜେକ୍ଟ ରହିଛି ଆପଣଙ୍କର ଥିଓରି ଆଉ ପ୍ରାକ୍ଟିକାଲ ପାଇଁ। ଏଇଠି ଦେଖିପାରୁଥିବେ ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା ମାଗୁଛି ଏଠି ବ୍ୟାଚଲର ଅଫ୍ ଭୋକେସନାଲ, ଡିଗ୍ରୀ ଇନ୍ ମେକାନିକାଲ, ମେଟାଲୁଜାରୀ, ଏଇଠି ଦେଖିପାରୁଥିବେ ପ୍ରଡକ୍ସନ୍ ଇଞ୍ଜିନିୟରିଂ, ମେଥା ଆପଣଙ୍କର ରହିଛି ଏଇଟା ମେକାଟ୍ରୋନିକ୍ସ ୱିଥ୍ 1 ଇୟର ଏକ୍ସପିରିଏନ୍ସ ଅନୁଭବ ଦରକାର ଆପଣଙ୍କର। ଆଉ ଡିପ୍ଲୋମା ମେକାନିକାଲ କରିଛନ୍ତି ମାନେ ଆପଣଙ୍କର 2 ବର୍ଷର ଏକ୍ସପିରିଏନ୍ସ ଦରକାର। ଆଉ ITI କରିଛନ୍ତି ମାନେ ଆପଣଙ୍କର 3 ବର୍ଷର ଅନୁଭବ ଦରକାର। ଆଉ ବନ୍ଧୁଗଣ ଏଇଠି ଦେଖିପାରୁଥିବେ କିପରି ଭାବରେ ଏହାକୁ ଆବେଦନ କରିପାରିବେ। ଆପଣଙ୍କର ରହିଛି ଆପଣଙ୍କର ସମସ୍ତ ଡକ୍ୟୁମେଣ୍ଟର ଜେରକ୍ସ କପି ଆଉ ଅରିଜିନାଲ ଧରିକି ଏଇଠି ଦେଖିପାରୁଥିବେ 15/9/2025ରେ ଆପଣଙ୍କର ଇଣ୍ଟରଭ୍ୟୁ ଅଛି। ଆପଣଙ୍କର 15/9/2025 ୱାର୍କ ଇନ୍ ଇଣ୍ଟରଭ୍ୟୁ ଗେଷ୍ଟ ଇନଷ୍ଟ୍ରକ୍ଟର ରହିଛି ଟେମ୍ପୋରାରୀ 2025-26 ସେସନ୍ ପାଇଁ। ଆପଣଙ୍କର ଆଡ୍ରେସଟି ରହୁଛି ଏଠି ଆନନ୍ଦପୁର, ଶାଲପଡ଼ା, କେନ୍ଦୁଝର ଏଲିଜିବଲ୍ କ୍ୟାଣ୍ଡିଡେଟ୍। ଆଉ ଏଇଠି ଦେଖିପାରୁଥିବେ ଏଇ କଲେଜ ଆଡ୍ରେସରେ ଆପଣଙ୍କୁ ପହଞ୍ଚିବାକୁ ପଡ଼ିବ। ଆଉ ଏଇ ଆପଣଙ୍କର ରହିଛି ଇଣ୍ଟରଭ୍ୟୁ ରହିଛି। ଆଉ ଟାଇମ୍ ଦେଖିପାରୁଥିବେ ଏଇଠି ରିପୋର୍ଟିଂ ଟାଇମ୍ ଆପଣଙ୍କର ରହିଛି ରିପୋର୍ଟିଂ ଟାଇମ୍ ଅଫ୍ ୱାର୍କ ଇନ୍ ଇଣ୍ଟରଭ୍ୟୁ 10ଟାରୁ ଆପଣଙ୍କର ଆରମ୍ଭ ହେଇଯାଉଛି 15/9/2025 ବନ୍ଧୁଗଣ। ଆଉ ତାପରେ ଚାଲନ୍ତୁ ଦେଖିବା ତୃତୀୟରେ ଆପଣଙ୍କର ସୁନ୍ଦରଗଡ଼ ଜିଲ୍ଲା ତରଫରୁ ରହିଛି। ଚାଲନ୍ତୁ ଦେଖିବା କ'ଣ ଭ୍ୟାକେନ୍ସି ରହିଛି। ଚାଲନ୍ତୁ ଏଇଠି ବନ୍ଧୁଗଣ ଆପଣମାନେ ଦେଖିପାରୁଥିବେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗୋରୁଣ୍ଡିଆ ତରଫରୁ ଆସିଯାଇଛି ବନ୍ଧୁଗଣ ପଦବୀ। ଏଇଠି ଦେଖିପାରୁଥିବେ ବନ୍ଧୁଗଣ 8/9/2025 ଆପଣଙ୍କର ରହିଛି। ଆଉ ଏଇଠି ଦେଖିପାରୁଥିବେ ତାଙ୍କର ସବୁ ଆଡ୍ରେସଟା। ଆଉ ବନ୍ଧୁଗଣ କ'ଣ ରହିଛି ପଦବୀ ଚାଲନ୍ତୁ ଦେଖିବା। ଏଇଠି ଦେଖିପାରୁଥିବେ ବନ୍ଧୁଗଣ ମୁଁ ଆପଣଙ୍କୁ ଦେଖେଇ ଦେଉଛି ଆବେଦନ କରିବାର ଯୋଗ୍ୟତା। ଏଠି ଦେଖିପାରୁଥିବେ ପ୍ରାର୍ଥୀ ମାନେ ଆପଣଙ୍କର ଗ୍ରାମ ପଞ୍ଚାୟତର ଅଞ୍ଚଳ ବାସିନ୍ଦା ହେଇଥିବାର ଅଛି। ଆଉ ଏଇଠି ଆପଣ 10ମ ପାସ୍ ହୋଇଥିବାର ଅଛି। ଆଉ ଏଇଠି ଆପଣଙ୍କର ରହିଛି 1/9/2025 ତାରିଖ ସୁଦ୍ଧା ଆପଣଙ୍କୁ 21 ବର୍ଷ ହୋଇଥିବାର ଅଛି। 35 ମଧ୍ୟ ହୋଇନଥିବା ଆବଶ୍ୟକ। 21ରୁ 35 ବର୍ଷ ଭିତରେ। ଆଉ ତାପରେ ଚାଲନ୍ତୁ ଦେଖିବା ଏଇଟା ରହିଲା ଆପଣଙ୍କର ଚୟନ ପ୍ରକ୍ରିୟାଟି ଆପଣଙ୍କର ରହିଛି। ଆଉ ତାପରେ ଆପଣଙ୍କର ରହିଛି ଏଇଟା ଆପଣଙ୍କର ରହିଛି ଦରମା ଆପଣଙ୍କୁ ମାସକୁ 8,000 ଟଙ୍କା ଦରମା ମିଳିବ। ଆଉ କିପରି ଭାବରେ ଆବେଦନ କରିବେ 10/10/2025 ପୂର୍ବରୁ ଆପଣଙ୍କର ଆହୁରି ରହିଯାଇଛି ମାସେ ଅଛି ବନ୍ଧୁଗଣ। ରେଜିଷ୍ଟର ପୋଷ୍ଟ କିମ୍ବା ସ୍ପିଡ ପୋଷ୍ଟ ମାଧ୍ୟମରେ ଆପଣଙ୍କୁ ପଠାଇବାକୁ ପଡ଼ିବ। ଏଇଠି ଦେଖିପାରୁଥିବେ ପଦବୀଟି ଆପଣଙ୍କର ରହିଛି ତାମଡ଼ା ଗ୍ରାମ ପଞ୍ଚାୟତରେ ସାଧାରଣ ବଣ୍ଟନ ପାଇଁ ବ୍ୟବସ୍ଥାର ସୁପରିଚାଳନା ପାଇଁ ଯୋଗାଣ ସହାୟକ ନିଯୁକ୍ତି କରାଯାଉଛି ବନ୍ଧୁଗଣ। ଆଉ ଥିଲା ଏ ଆବେଦନ ଆପଣଙ୍କୁ ସ୍ପିଡ ପୋଷ୍ଟ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। 8,000 ଟଙ୍କା ଦରମା ରହିଛି ବନ୍ଧୁଗଣ। ଏହାର PDF ଗୁଡ଼ିକ କେଉଁଠି ପାଇବେ ଚାଲନ୍ତୁ ମୁଁ ଆପଣଙ୍କୁ ଦେଖେଇ ଦେଉଛି। ବନ୍ଧୁଗଣ ଡିସ୍କ୍ରିପ୍ସନରେ ଲିଙ୍କ ଅଛି ଟେଲିଗ୍ରାମ ଗ୍ରୁପର ବ୍ରଜେନ୍ଦ୍ର ସାର୍ ଅଫିସିଆଲ ଟେଲିଗ୍ରାମ ଗ୍ରୁପ ରହିଛି ବନ୍ଧୁଗଣ। ଏଇଠି ଦେଖିପାରୁଥିବେ ବ୍ରଜେନ୍ଦ୍ର ସାର୍ ଅଫିସିଆଲ ଟେଲିଗ୍ରାମ ଗ୍ରୁପ ରହିଛି। ଆପଣ ଏହି ଟେଲିଗ୍ରାମରେ ଗ୍ରୁପରେ ଆସିକି ଜଏନ୍ ହେଇଯାଆନ୍ତୁ, କାରଣ ଆଗକୁ ଆସୁଥିବା ସମସ୍ତ ସରକାରୀ ଏବଂ ବେସରକାରୀ ନିଯୁକ୍ତିର ବିଜ୍ଞପ୍ତିର PDF ଟି ଏଇଠି ପ୍ରଥମେ ପାଇବେ ବନ୍ଧୁଗଣ।
ଏବେ ଇଣ୍ଟରନେଟ୍ ବନ୍ଦ ଅଛି, ଏଠି ଭ୍ୟାକେନ୍ସିଟି ଶୋ କରୁନି ପିଡିଏଫ୍ଟି। ଆପଣ ଡିସ୍କ୍ରିପ୍ସନରେ ଲିଙ୍କ୍ ଅଛି, କ୍ଲିକ୍ କରି ସେଠୁ ଡାଉନଲୋଡ଼୍ କରିପାରିବେ। ତାରିଖ ରହିବ ଆପଣଙ୍କର 10/9/2025। ଆଉ ଜିଲ୍ଲା ଗୁଡ଼ିକ ତା ପାଖରେ ଲେଖାଯାଇଥିବ, ଆପଣ ସେଇଠୁ ଡାଉନଲୋଡ଼୍ କରିକି ଆବେଦନ କରିପାରିବେ। ଆଉ ବନ୍ଧୁଗଣ, ଆପଣଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଆପଣଙ୍କର ଲାଇକ୍ କରନ୍ତୁ ଆପଣ ଭିଡ଼ିଓଟିକି, ଆଉ ଆପଣଙ୍କର ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଆଉ ବନ୍ଧୁଗଣ, ଆଉ ଆପଣଙ୍କର ମତାମତ କମେଣ୍ଟ ସେକ୍ସନରେ ଦିଅନ୍ତୁ। ଆପଣଙ୍କର ମତାମତ ମନ୍ତବ୍ୟ ଯାହା ରହିବ କମେଣ୍ଟ ସେକ୍ସନରେ ଦିଅନ୍ତୁ ବନ୍ଧୁଗଣ। ଆଉ ଯଦି ଆପଣଙ୍କୁ ଏଇ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍ କରନ୍ତୁ। ଆଉ ବନ୍ଧୁଗଣ, ଏଇ ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ଜୟ ଜଗନ୍ନାଥ।